ଆଚ୍ଛା କୁହନ୍ତୁ ଯେ ନିଜର କର୍ତ୍ତବ୍ୟ କରିବା ବଦଳରେ କିଛି ମାନେ ସିଏ ମୁଁ ତା ପାଇଁ କର୍ତ୍ତବ୍ୟ କରୁଛି ମାନେ ସିଏ ବି ମୋ ପାଇଁ ଏହା କରିବା ଆବଶ୍ୟକ, ଏଇ ଚିନ୍ତା ରଖିବା କେତେ ଦୂର ଠିକ୍ କହିଲେ? ଆପଣ ନିଜେ ଭାବନ୍ତୁ ଯେ ମୋ ପିଲାମାନଙ୍କ ପାଇଁ ଯଦି ମୁଁ କର୍ତ୍ତବ୍ୟ କରୁଛି, ପ୍ରଥମେ ସେଇ କଥାଟା ଦେଖିବା। ମୋ ପିଲାମାନଙ୍କ ପାଇଁ କର୍ତ୍ତବ୍ୟ କରୁଛି, ଯଦି ସେମାନେ ମୋ ପାଇଁ ନ କରିବେ ତାହେଲେ ମୁଁ କର୍ତ୍ତବ୍ୟ କରିବା ବର୍ତ୍ତମାନ ଛାଡ଼ିଦେବି, ସେମାନଙ୍କୁ କଷ୍ଟ ଦେବି, ଯନ୍ତ୍ରଣା ଦେବି। ଏବେଠୁ ଏଇ ଚିନ୍ତା କରିକି ମୁଁ ପ୍ରଥମେ ନିଜକୁ କେତେ କଷ୍ଟ ଦେବି, ଏବେଠୁ ଏଇ ଚିନ୍ତାରେ ରହିକି ଯେ ସେମାନେ ମୋ ପାଇଁ କିଛି କରିବେ କି ନ କରିବେ, ମୁଁ ନିଜେ କେତେ ଅଶାନ୍ତିରେ ରହିବି। ସେମିତି ପ୍ରତ୍ୟେକ ମନୁଷ୍ୟ, ସେ ଜଣେ ପୁତ୍ର ହେଇଥାନ୍ତୁ, ଜଣେ ପିତା ହେଇଥାନ୍ତୁ, ବା ଜଣେ ସ୍ତ୍ରୀ ହେଇଥାନ୍ତୁ, ଜଣେ ଝିଅ ହେଇଥାନ୍ତୁ, ଜଣେ ବୋହୂ ହେଇଥାନ୍ତୁ, ଜଣେ ମା ହେଇଥାନ୍ତୁ, ଯାହା ବି ହେଇଥାନ୍ତୁ, ସେ ମଣିଷ ତ ଜଣେ, କିନ୍ତୁ ତା'ର ରୋଲ୍ ଅନୁଯାୟୀ ସମସ୍ତଙ୍କ ପାଖରେ ନିଜର କର୍ତ୍ତବ୍ୟ ଅଲଗା ଅଲଗା ରହିଥାଏ। ସେଇ କର୍ତ୍ତବ୍ୟକୁ ଯଦି ସେ ନିଜର କିଛି ଫଳ ପାଇବା ଆଶାରେ କରେ, ତେବେ ସେ କର୍ମରୁ ସେ ଶାନ୍ତି ପାଇବନି। ସେଥିପାଇଁ ହିଁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ତୁମେ କର୍ତ୍ତବ୍ୟ କରିଚାଲ, ନିଜର ନିଷ୍କାମ କର୍ମ କରିଚାଲ। କାହିଁକି ନା ଯେଉଁ କର୍ମ ସାଙ୍ଗରେ ଆମର କାମନା ଯୋଉଠି ହେଇକି ରହିଥିବ, ଏଇ କର୍ମ ପରେ ମୁଁ ଏ ଫଳ ପାଇବି, ଯେତେବେଳେ ଫଳ ଆମର ଇଚ୍ଛା ଅନୁଯାୟୀ ଫଳ ମିଳେ, ଆମେ ଆତ୍ମହରା ହେଇପଡ଼ିବା। ଇଚ୍ଛା ଅନୁଯାୟୀ ଫଳ ନ ମିଳିଲେ ଆମେ ଦିଗହରା ହେଇଯିବା, କଷ୍ଟ ମିଳିବ ଆମକୁ। ସେଇଥିପାଇଁ ପ୍ରଥମେ ନିଜର କର୍ମ ଆମେ କରିଚାଲିବା, ନିଜ କର୍ତ୍ତବ୍ୟ କରିଚାଲିବା। ଧୀରେ ଧୀରେ ଯଦି ପରମାତ୍ମାଙ୍କ ପାଖରେ ସେସବୁ କର୍ମ ଅର୍ପଣ ହେଇଯାଏ, ଆମେ ସେ କର୍ମ ତ କରୁଥିବା, କିନ୍ତୁ ଅନ୍ତରରେ ଥିବେ କେବଳ ଭଗବାନ, ଅନ୍ତରରେ ଥିବା କେବଳ କର୍ତ୍ତବ୍ୟ ଭାବନା, ଅନ୍ତରରେ ଥିବା କେବଳ ଶୁଦ୍ଧ ଭକ୍ତି, ଶୁଦ୍ଧ ସେବା ଭାବ, ଆଉ କିଛି ପାଇବାର ଆଶା ନଥିବ। ସେତେବେଳେ ହିଁ ମନୁଷ୍ୟ ନିଷ୍କର୍ମତା ଅନୁଭବ କରେ, ଶାନ୍ତି ପାଏ, ଅନ୍ତରରୁ ଶାନ୍ତି ପାଏ। ଆପଣ ନିଜେ କରିକି ଦେଖିବେ। ନିଜ ପରିବାର ପାଇଁ କର୍ତ୍ତବ୍ୟ କରିବା କଥା ଭାବନ୍ତୁ। ସେଇ କର୍ତ୍ତବ୍ୟଟା ଯଦି ଆମେ ନିଷ୍ଠାର ସହ କରୁଛେ, ସେମାନଙ୍କଠୁ ପ୍ରତି ବଦଳରେ କିଛି ଆଶା ନ ରଖିକି କେତେ ଶାନ୍ତି ପାଇପାରିବା। ଆଉ ଯଦି ଆମ ଭାବନାରେ ସେମାନଙ୍କ ପାଇଁ କର୍ତ୍ତବ୍ୟ ଭାବନା ଥିବ, ସେଇ ଶାନ୍ତି ଥିବ, ସେଇ ଖୁସି ଥିବ, ଯଦି ପରିବାର ବର୍ଗ କିଏ ବି ଆମ ପାଇଁ ଭୁଲ ଚିନ୍ତା ରଖିଥିବେ, ସେମାନଙ୍କ ମନ ବି ଧୀରେ ଧୀରେ ପରିବର୍ତ୍ତନ ହେଇଯିବ। ସେମାନେ ବି ଆମକୁ ସେଇ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଇ ଚାଲିବେ ଯେ ଏଇ ଲୋକଟି ଆମକୁ କିଛି ନ ଚାହିଁକି ଆମ ପାଇଁ ଏତେ କରୁଛି, ଆମେ ତା ପାଇଁ ସେଇ ଭଲ ପାଇବା ଦେବା। ସେ ଯେଉଁ କର୍ତ୍ତବ୍ୟ କରୁଛି ତା ପ୍ରତିବଦଳରେ ସେ ସେତିକି କର୍ତ୍ତବ୍ୟ, ସୁଖ, ଶାନ୍ତି, ସେବା, ଭଲ ପାଇବା ପାଇବା ସେ ଯୋଗ୍ୟ ବୋଲି ସେମାନେ ଭାବିବେ, ଆଉ ସେସବୁ ଆମକୁ ମିଳିବ।